ଶୀତ ଦିନରେ ମୋର ଏବେ ଗାର୍ଡେନରେ କଣ ଫୁଲ ଫୁଟୁଛି ଆଜିର ଭିଡ଼ିଓରେ ଆପଣମାନଙ୍କୁ ଦେଖେଇଛି। ପ୍ରଥମେ ମୋର ସ୍ନୋବଲ୍ ସେବତୀ, ତାପରେ ମୋର ହେଉଛି ଏଇଟା କାଲାଣ୍ଡୁଲା, ତାପରେ ହେଉଛି ଏଇଟା ଜରବେରା। ଜରବେରାଟା ମୋର ପୁରୁଣା ବର୍ଷର। ତାପରେ ହଳଦିଆ ମିନି ଭେରାଇଟି ସେବତୀ, ତାପରେ ହେଉଛି ମୋର ଧଳା ଥୋପା, ତାପରେ ଧଳାର ଗୋଟେ ପାଖୁଡ଼ିଆ, ତାପରେ ତିନି ପାଖୁଡ଼ିଆ, ତାପରେ ଏଇଟା ହେଉଛି ମୋର ଗେଣ୍ଡୁ, ଯେଉଁଟାକି ମାୟା ଗେଣ୍ଡୁ ନୁହଁ, ଏଇଟା ହେଉଛି ଇଣ୍ଡିକା ଗେଣ୍ଡୁ। ହାତ ପୁରା ପାପୁଲି ପୁରା ଭର୍ତ୍ତି ହେଇଯାଉଛି ଗେଣ୍ଡୁଟା। ତାପରେ ମୋର କୁକୁର ଫୁଲ, ଯାହାକୁ ଆମେ ଡଗ୍ ପ୍ଲାଣ୍ଟ କୁହନ୍ତି, ଯେଉଁଟାକି ହଳଦିଆ ଆଉ ଧଳାର ଦୁଇଟା ଅଲଗା ଅଲଗା ଅଛି। ଆଉ ତାପରେ ମିନି ଡାଲିଆ, ତାପରେ ମୋର ମିନି ନାଲି ରଙ୍ଗର ହେଉଛି ସେବତୀ, ତାପରେ ହେଉଛି ମୋର କଲାଞ୍ଚ। ତାପରେ ଆପଣ ତ ସେବତୀକୁ ଚିହ୍ନିଥିବେ। ତାପରେ ମୋର ଧଳାର ମିନି ଭେରାଇଟି ସେବତୀ, ବହୁତ ହି ସୁନ୍ଦର ଲାଗେ ମୋଟା ପାଖ। ତାପରେ କସମସ୍ କଟିକି ଆଉ ହଳଦିଆ କସମସ୍, ତାପରେ ଗୋଡ଼ିମାଳି ଫୁଲ, ମା ଲକ୍ଷ୍ମୀଙ୍କ ପ୍ରିୟ ଫୁଲକୁ ମୁଁ ଜମା ବି ଛାଡ଼େନି, କୌଣସି ଭିଡ଼ିଓରେ ମୁଁ ସବୁବେଳେ ଆଣିଥାଏ। ତାପରେ ମୋର ଖଇରୀ ସେବତୀ, ତାପରେ ହେଉଛି ମୋର ଏଇଟା କାଲାଣ୍ଡୁଲା, ଜରବେରାର ହଳଦିଆ ରଙ୍ଗ। ତାପରେ ମୋର ଫାଇନାଲି ଦେଖନ୍ତୁ ମୋର ଗାର୍ଡେନରେ ଲୁକ୍ ଆପଣଙ୍କୁ କେମିତି ଲାଗୁଛି କୁହନ୍ତୁ। ଆହୁରି ଏମିତି ବହୁତ ହି ଛୋଟ ବଡ଼ ଗଛ ଅଛି ଯେଉଁଗୁଡ଼ାକ ଭିଡ଼ିଓ ମୁଁ ଏଥିରେ ସବୁ ଆଣିପାରିବି। ଏଇଟା ଦେଖ ପାଞ୍ଚ ପାଖୁଡ଼ିଆ ସେବତୀ, ଯେଉଁଟାକି ଗୋଟେ ନୂଆ ଆଡ଼େ ହେଇଛି। ଆଉ ଏଇଟା ବହୁତ ସୁନ୍ଦର ଲାଗେ, ହଳଦିଆ କେଶର ରହିଛି ଯେଉଁ ତା ଭାଗଟା, ବହୁତ ଭଲ ଲାଗେ ସେଥିପାଇଁକା। ଆଉ ପେନ୍ଥି ଫୁଲ ତ ଆହୁରି ବହୁତ ଭଲ ଲାଗେ, ମାନେ ଧଳା ରଙ୍ଗର ଯେଉଁ କହୁଥିଲି ପାଞ୍ଚ ପ୍ରକାର, ତ ସବୁ ଯାକ ୟାରି ଭିତରେ ହିଁ ମୁଁ ଆଣିଛି। କିନ୍ତୁ କେଉଁଟା ଆପଣଙ୍କୁ ନିଜେ ହିଁ ଚିହ୍ନନ୍ତୁ କେଉଁଟା ଅଲଗା କ'ଣ।